ପୁତ୍ର ପ୍ରହଲ୍ଲାଦ ମୁହଁରୁ ହରିନାମ ଶୁଣି ହରିଶବ୍ଦ ଶୁଣି ଥରି ଉଠିଥିଲା ରାକ୍ଷସ ପିତା ହିରଣ୍ୟକଶ୍ୟପର ଛାତି। ପ୍ରହଲ୍ଲାଦକୁ ମାରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା। ହିରଣ୍ୟକଶ୍ୟପର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା ଯେ ଅଗ୍ନି ତା ଦେହକୁ ସ୍ପର୍ଶ କରିପାରିବ ନାହିଁ। ତେଣୁ ହିରଣ୍ୟକଶ୍ୟପର ଯୋଜନା ଅନୁସାରେ ହୋଲିକା ପ୍ରହଲ୍ଲାଦକୁ କୋଳରେ ବସାଇ ସାରିବା ପରେ ତା ଦେହରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ସେହି ଅଗ୍ନି ନିର୍ବାପିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ସେହି ଅଗ୍ନିରେ ହୋଲିକା ଜଳିପୋଡ଼ି ଭସ୍ମ ହୋଇଯାଇଥିବା ସମୟରେ ପ୍ରହଲ୍ଲାଦ ପୂର୍ବ ଭଳି ଅକ୍ଷତ ଅବସ୍ଥାରେ ଥିଲେ ଏବଂ ଶ୍ରୀହରିଙ୍କ ନାମ ଜପ କରୁଥିଲେ ବା ହରିନାମ କୀର୍ତ୍ତନ କରୁଥିଲେ। ଜୟ ଶ୍ରୀକୃଷ୍ଣ। ଆଜି ମଧ୍ୟ ଆମ ସମାଜରେ ହୋଲିକା ଦହନର ପରମ୍ପରା ପ୍ରଚଳିତ ଅଛି। ଏହି ହୋଲି ପର୍ବରେ ହୋଲିକା ଦହନ କରି ଆମେ ସମାଜରୁ ବା ହୋଲିକା ଦହନ ପରମ୍ପରା ଆମ ପାଇଁ ଯେଉଁ ବାର୍ତ୍ତା ଆଣିଦେଇଥାଏ ତାହା ହେଉଛି ସମାଜରୁ ଦୁଷ୍ଟ ଶକ୍ତିର ବିନାଶ କରି ସମାଜରେ ବା ଧରାରେ ଶାନ୍ତି ପ୍ରତିଷ୍ଠା କରିବା। ଜୟ ଶ୍ରୀକୃଷ୍ଣ।